ଆଜି ଆମେ ଏକ ବିଜ୍ଞାନ ପରୀକ୍ଷଣ କରିବା ଏବଂ ଏହା ହେଉଛି ବିଦ୍ୟୁତ୍ ସ୍ରୋତ ଉପରେ ପରିବେଶିତ। ତ ଆମେ ଜାଣିଛେ କି ଆମେ ଦୁଇ ପ୍ରକାରର ପରିପଥ ବନେଇ ପାରିବା। ଗୋଟିଏ ହେଲା ମୁକ୍ତ ପରିପଥ, ଆଉ ଗୋଟେ ହେଲା ମୁଦିତ ପରିପଥ। ଯେତେବେଳେ ଆମେ ଏକ ପରିପଥ ବନାଇ ସେଥିରେ ସୁଇଚକୁ ମୁକ୍ତ ରଖୁଛେ, ତେବେ ଏଥିରେ ବିଦ୍ୟୁତ୍ ପରିବାହିତ ହୋଇପାରୁନାହିଁ, ସେଥିପାଇଁ ବଲ୍ବଟି ଜଳିବ ନାହିଁ। କିନ୍ତୁ ଯଦି ଆମେ ସୁଇଚକୁ ଅନ୍ କରୁଛେ, ତେବେ ବିଦ୍ୟୁତ୍ ପ୍ରବାହ ହେବ ଏବଂ ବଲ୍ବଟି ଜଳି ଉଠିବ। ଏବେ ଆମେ ଏହାକୁ ଦେଖିବା। এই দেখুন এଠାରେ ଗୋଟିଏ ସେଲ୍ ଅଛି, ଏଥିରେ ଗୋଟିଏ ବଲ୍ବ ଅଛି ଏବଂ ବିଦ୍ୟୁତ୍ ପରିପଥ ପାଇଁ ଆମେ ଏଠାରେ ତାର ବ୍ୟବହାର କରିଛେ। ବର୍ତ୍ତମାନ ଏଠାରେ ସବୁ ଲଗା ହେଇଛି, କିନ୍ତୁ ଯେହେତୁ ପରିପଥଟି ମୁକ୍ତ ଅଛି ସେଥିପାଇଁ ବଲ୍ବଟି ଜଳୁନାହିଁ। କିନ୍ତୁ ଯଦି ଏବେ ଆମେ କ'ଣ କରିବା, এই দুইটি ପରିପଥକୁ ସଂଯୁକ୍ତ କରିଦେବା, ତାହେଲେ ବଲ୍ବଟି ଜଳି ଉଠିବ। ଏବେ ଆମେ ଦେଖିବା ବିଦ୍ୟୁତର ସୁପରିବାହୀ ଏବଂ କୁପରିବାହୀ ଜିନିଷ ଗୁଡ଼ିକ। ଯେଉଁ ପଦାର୍ଥ ଗୁଡ଼ିକ ମଧ୍ୟ ଦେଇ ବିଦ୍ୟୁତ୍ ପ୍ରବାହିତ ହୋଇ ତାକୁ ଆମେ ବିଦ୍ୟୁତ୍ ସୁପରିବାହୀ କହିଥାଉ। ଯାହା ମଧ୍ୟ ହେଇନଥାଏ ତାକୁ ଆମେ ବିଦ୍ୟୁତ୍ କୁପରିବାହୀ କହିଥାଉ। ଏଠାରେ ଆମେ ଗୋଟିଏ ଗୋଟିଏ ବସ୍ତୁକୁ ନେଇକି ତାର ଯେଉଁ ପରିବାହିତା ଦେଖିବା। ଏବେ ଆମେ ଗୋଟେ ବ୍ଲେଡଟେ ନେଇଛେ, ଯେହେତୁ ଲୁହାରେ ତିଆରି, ତେଣୁ ଇଏ ବିଦ୍ୟୁତର ସୁପରିବାହୀ। ଏବେ ଆମେ ଗୋଟେ ପ୍ଲାଷ୍ଟିକ ଚାମଚକୁ ନେଇଛେ, ଏହା ହେଉଛି ବିଦ୍ୟୁତର କୁପରିବାହୀ, ତେଣୁ ଏଥିରେ କୌଣସି ବିଦ୍ୟୁତ୍ ବଲ୍ବ ଜଳି ଉଠିବ ନାହିଁ। ଏଟା ଗୋଟେ ଲୁହା ଚାମଚ, ଇଏ ହେଉଛି ବିଦ୍ୟୁତର ସୁପରିବାହୀ, ତେଣୁ ବଲ୍ବଟି ଜଳି ଉଠିବ। ଇଏ ହେଉଛି ଗୋଟେ କାଠ, ଏ ବିଦ୍ୟୁତର କୁପରିବାହୀ ହେଇଥିବା ଯୋଗୁଁ ଇଏ ଜଳି ଉଠିବ ନାହିଁ। ଇଏ ମଧ୍ୟ ଲୁହାରେ ତିଆରି, ସେଥିପାଇଁ ବଲ୍ବ ଜଳି ଉଠିବ। ଥର୍ମୋକୋଲଟି ବିଦ୍ୟୁତର କୁପରିବାହୀ, ତେଣୁ ବିଦ୍ୟୁତ୍ ସହିତ ପ୍ରବାହିତ ହେଇପାରିବ ନାହିଁ। ଏକ ଛୁରୀର ଅଗ୍ର ଅଂଶଟି ଧାତୁ ଦ୍ୱାରା ତିଆରି ହୋଇଥିବା ଯୋଗୁଁ ଏହା ଏକ ବିଦ୍ୟୁତ୍ ସୁପରିବାହୀ, ତେଣୁ ବଲ୍ବଟି ଜଳି ଉଠିବ। କିନ୍ତୁ ଯେଉଁ ସ୍ଥାନରେ ଆମେ ଧରିଥାଉ ତାହା ବିଦ୍ୟୁତର କୁପରିବାହୀ, ତେଣୁ ବଲ୍ବଟି ଜଳି ଉଠିବ ନାହିଁ। ସୋ ଆମ ଏକ୍ସପେରିମେଣ୍ଟ ସକ୍ସେସଫୁଲ୍। ଥ୍ୟାଙ୍କ ୟୁ।